ହ୍ୟାଲୋ ହାଏ ନମସ୍କାର ଏବଂ ସମସ୍ତଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ରେ ସମସ୍ତଙ୍କୁ ସ୍ୱାଗତ। ତ ଆଜିକାର ଥମ୍ବନେଲ୍ରୁ ଦେଖି ଆପଣମାନେ ଜାଣିପାରୁଥିବେ ଯେ ମୁଁ ବର୍ତ୍ତମାନ ଲାଷ୍ଟ ମିନିଟ୍ ଟିପ୍ସ ଫର୍ ଡିଭି ଯାହାକି ଆମର କାଲି 27 ତାରିଖ ଏବଂ 27 ତାରିଖରୁ ସମସ୍ତ ସେବକ ସେବିକା ପିଲାମାନଙ୍କ ପାଇଁ ଡକୁମେଣ୍ଟ ଭେରିଫିକେସନ୍ ଆରମ୍ଭ ହେବାକୁ ଯାଉଛି ଏବଂ ସମସ୍ତ ରେସ୍ପେକ୍ଟିଭ୍ କଲେକ୍ଟର ଅଫିସରେ। ତ ତେଣୁ ଦେଖିବା ଚାଲନ୍ତୁ ଡେରି ନ କରି ହଁ ଲାଷ୍ଟ ମାନେ ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଯଦି ଆପଣମାନେ ଫାର୍ଷ୍ଟ ଟାଇମ୍ ପାଇଁ ଆମ ମାନେ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଭିଜିଟ୍ କରୁଛନ୍ତି ତେବେ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି ଲାଇକ୍ କରିବେ ଭିଡ଼ିଓଟିକୁ ନିଜର ସାଙ୍ଗମାନଙ୍କ ସହିତ ସେୟାର କରିବେ। ଦେଖନ୍ତୁ, ତ ଆଜିକାର ଗୋଟେ ନୋଟିସ୍ ଆସିଛି, ମାନେ ଏଇଟାର ନୋଟିସ୍ଟି ରହୁଛି ଆମର 24/1/2026ର ଅଫିସ୍ ଅଫ୍ ଦ କଲେକ୍ଟର କନ୍ଧମାଳ। ତ ଏଥିରେ ଦେଖ ଲେଖା ହେଇଛି, ଇଟ୍ ଇଜ୍ ହିୟର୍ ବାଇ ନୋଟିଫାଏଡ୍ ଦ୍ୟାଟ୍ ଦ ଡକୁମେଣ୍ଟ ଭେରିଫିକେସନ୍ ଅଫ୍ 38 candidates who have been provisionally selected in the recruitment examination for the post of Sevaka Sevika and Tribal Language Teacher in Kandhamal district shall be carried out at Collector Kandhamal under the chairmanship of ADM Kandhamal and the members of district level committee constituted for the purpose of on 27 January। ତେଣୁ ଆମର ଯେଉଁ କନ୍ଧମାଳ ଜିଲ୍ଲାରେ ଡକୁମେଣ୍ଟ ଭେରିଫିକେସନ୍ଟି ହେବ ତା ପାଇଁ ନୋଟିସ୍ଟି ରହିଛି ଏବଂ 27 ତାରିଖରେ ଟୋଟାଲ୍ ପିଲା ଆମର ସିଲେକ୍ଟ ହେଇଛନ୍ତି 38 ଜଣ। ଡକୁମେଣ୍ଟ ଭେରିଫିକେସନ୍ ଟାଇମ୍ ଷ୍ଟାର୍ଟ ହେଉଛି ଆମର 10:30ଟାରୁ, କିନ୍ତୁ ଆମର ସମସ୍ତଙ୍କର ଆଡ଼ମିଟ୍ କାର୍ଡ଼ରେ ରିପୋର୍ଟିଂ ଟାଇମ୍ ରହିଛି 9:30। ତେଣୁ ଏଥିରେ ଦେଖ ଆମେ କ'ଣ ସବୁ ଏଥିରେ କ୍ଲିଅରଲି ମେନସନ୍ ରହିଛି ଯେ ଆମେ କେଉଁ ଡକୁମେଣ୍ଟସ୍ ଗୁଡ଼ାକୁ ନେବାକୁ ପଡ଼ିବ କମ୍ପଲସରି। ଫାଷ୍ଟ ରହିଲା ତ ଆମର ଏଜୁକେସନାଲ୍ ମାନେ ସାର୍ଟିଫିକେଟ୍ସ, 10th ସାର୍ଟିଫିକେଟ୍ ଆଣ୍ଡ ମାର୍କସିଟ୍, +2ର ସାର୍ଟିଫିକେଟ୍ ଆଣ୍ଡ ମାର୍କସିଟ୍, ତା ସାଙ୍ଗରେ ସିଟି ବା DLEDର ମାର୍କସିଟ୍ ଆଣ୍ଡ ଯେଉଁମାନେ ବି ଯଦି ସ୍ପେଶିଆଲ ମାନେ ସିଟି ବା DLED କରିଥିବେ ସେମାନଙ୍କର NCT ଆପ୍ରୁଭ୍ ସାର୍ଟିଫିକେଟ୍ ଆଣ୍ଡ OTET ସାର୍ଟିଫିକେଟ୍, କାଷ୍ଟ ସାର୍ଟିଫିକେଟ୍ ଯେଉଁମାନେ କି ST SC ଆଣ୍ଡ SC BCରୁ ଯାଉଛନ୍ତି ଆଣ୍ଡ ରେସିଡେଣ୍ଟ ସାର୍ଟିଫିକେଟ୍। ଆଣ୍ଡ ଏଥିରେ ବହୁତ ସାରା କମେଣ୍ଟସ୍ ଆସୁଛି ଯେ ମୋର ଭ୍ୟାଲିଡ୍ ହେବ ନା ନାହିଁ, ମୁଁ 2022ରେ କାଢ଼ିଥିଲି, ତ ସେଥିରେ କିଛି ବି ଅସୁବିଧା ନାହିଁ। ଆଣ୍ଡ ଯଦି ବି ଆପଣ ନ୍ୟୁ କାଢ଼ିଛନ୍ତି ତେବେ ନ୍ୟୁଟିକୁ ସାଙ୍ଗରେ ନେଇକି ଯିବେ, ନାହିଁ ଯଦି ବି ଆପ୍ଲାଏ ବେଳେ ଯେଉଁ ସାର୍ଟିଫିକେଟ୍ଟି ଦେଇଥିଲେ ସେଇ ପୁରୁଣା ସାର୍ଟିଫିକେଟ୍କୁ ନେବେ। ଆଣ୍ଡ ଯଦି ସେଠାରେ ସେମାନେ ଆପଣମାନଙ୍କୁ କୁହନ୍ତି ଯେ ନ୍ୟୁ କାହିଁ ଏଟାର ଭ୍ୟାଲିଡ଼ିଟି ସରିଯାଇଛି, ତ ତାହେଲେ ଆପଣଙ୍କୁ ସେମାନେ କିଛି ଟାଇମ୍ ଦେବେ, 10-15 ଦିନ ଆପଣ ଗୋଟେ ଅଣ୍ଡରଟେକିଂ ଲେଖିକିରି ନେଇକି ପରେ ସବମିଟ୍ କରିପାରିବେ। ଆଣ୍ଡ ନାହିଁ ଯଦି ଆପଣ ଆପ୍ଲାଏ ବି କରିଦେଇଛନ୍ତି ସାର୍ଟିଫିକେଟ୍ ଆସିନି, ତେବେ ଆପଣ ଆପ୍ଲାଏର ରିସିପ୍ଟଟା ବି ସାଙ୍ଗରେ ନେଇକି ଯାଇପାରିଥିବେ, କିଛି ଅସୁବିଧା ହେବନି। ନେକ୍ସଟ ଆସିଲା ଆମର ଯେଉଁମାନେ ବି ଏକ୍ସ ସର୍ଭିସ୍ ମ୍ୟାନ୍ ଅଛନ୍ତି ସେମାନଙ୍କର ଡିସଚାର୍ଜ ସାର୍ଟିଫିକେଟ୍, ଆଇ କାର୍ଡ଼ ଆଣ୍ଡ ହଁ ଗୋଟେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ନେଲେ ହେବ। ନାହିଁ ନଚେତ ଆମର ଆଇଡେଣ୍ଟି ପ୍ରୁଫ୍ରେ ଆମେ ଆଧାର କାର୍ଡ଼, ଭୋଟର କାର୍ଡ଼, ପ୍ୟାନ୍ କାର୍ଡ଼ ନେଇପାରିବା। ଆଣ୍ଡ ଯେଉଁମାନେ PWD କ୍ୟାଣ୍ଡିଡେଟ୍ ଅଛନ୍ତି ସେମାନେ ଡିସାବିଲିଟି ସାର୍ଟିଫିକେଟ୍ ଆଣ୍ଡ ୟା ସାଙ୍ଗରେ ଯେଉଁମାନେ ବି ଧର ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିଛନ୍ତି ତେଣୁ ସେମାନେ ତାଙ୍କର ଗ୍ରାଜୁଏସନ୍ ସାର୍ଟିଫିକେଟ୍ ମଧ୍ୟ ନେଇକି ଯାଇଥିବେ, କୌଣସି ଅସୁବିଧା ନାହିଁ। ଆଣ୍ଡ ଦେଖନ୍ତୁ, ଏହାପରେ ବର୍ତ୍ତମାନ ଏଇଟା ରହିଗଲା ଆମର ଯେଉଁ ପିଲାମାନେ ସବୁ ସିଲେକ୍ଟ ହେଇଛନ୍ତି ସେମାନଙ୍କର ରୋଲ୍ ନମ୍ବର। ଆଣ୍ଡ ହଁ, ୟା ପୂର୍ବରୁ ମୁଁ ଗୋଟେ କଥା କହିବି ଯେ ଲାଷ୍ଟ ମିନିଟ୍ରେ ଆପଣ ତରବର ହୋଇକରି କୌଣସି ମାନେ ଡକୁମେଣ୍ଟସ୍କୁ ଘରେ ଛାଡ଼ି ଦେଇକି ଯାଆନ୍ତୁନି। ସବୁ ଡକୁମେଣ୍ଟସ୍କୁ ପ୍ରପରଲି ସିକ୍ୱେନ୍ସିକାଲି ଆରେଞ୍ଜ କରନ୍ତୁ, ତାପରେ ଯାଇକରି ମାନେ ଭଲସେ ଘଣ୍ଟେ ପୂର୍ବରୁ ଆପଣ ପହଞ୍ଚି ଯାଆନ୍ତୁ ଜଲ୍ଦି, କେବେ ଲାଷ୍ଟ ମୋମେଣ୍ଟକୁ ରହିବେନି। ଆଣ୍ଡ ସେଇ ଟାଇମ୍ରେ ପାନିକ୍ ତ ଜମାରୁ ବି ହେବେନି। ଆଣ୍ଡ ଏତଦ୍ ବ୍ୟତୀତ ମୁଁ ଲାଷ୍ଟ ଟାଇମ୍ ପାଇଁ ସମସ୍ତଙ୍କୁ ଗୋଟେ ବେଷ୍ଟ ଅଫ୍ ଲକ୍ ଦେବାକୁ ଚାହିଁବି। ଆଣ୍ଡ ଗୋଟେ ମୋଟିଭେସନ୍ ରହିଲା ଯେ ଇଫ୍ ୟୁର୍ ଫାଇଲ୍ ସିକ୍ୱେନ୍ସ ଇଜ୍ ପରଫେକ୍ଟ, ହାଫ୍ ଅଫ୍ ୟୁର୍ ଡକୁମେଣ୍ଟ ଭେରିଫିକେସନ୍ ଟେନସନ୍ ଇଜ୍ ଅଲରେଡି ଗନ୍। ତେଣୁ ଆପଣମାନେ ପ୍ରଥମେ ସମସ୍ତେ ସବୁ ଡକୁମେଣ୍ଟସ୍ ଗୁଡ଼ାକର ପରଫେକ୍ଟ ଅରିଜିନାଲ୍ କପି ଆଣ୍ଡ 2 sets ଅଫ୍ ଜେରକ୍ସ କପି, 2ଟା ଜେରକ୍ସ କପି, ହଁ ଫଟୋଗ୍ରାଫ ମଧ୍ୟ ଫଟୋ ମଧ୍ୟ ନେଇଯାଇଥିବେ କିଛି।
and best of luck to all SST Sevaka Sevika aspirants. May you all get selected and succeed in life. Thank you. And मोर यूट्यूब चैनल परिवार तरफ समस्त को जो मैंने भी डॉक्यूमेंट वेरिफिकेशन ने भाग नौ तो मु आशा करी से मैंने केमी फाइनल लिस्ट रे आसीजे आउ समस्त बेस्ट ऑफ लक थैंक यू थैंक्स फॉर वाचिंग एंड जदि वीडियोटी आपको भल लगी तेज निहाती लाइक करेंगे एंड सब्सक्राइब करेंगे थैंक यू थैंक्स फॉर वाचिंग।